ମିଛ କେସ୍ ନାରୀ ମାନେ କରିଦଉଛନ୍ତି ପୁରୁଷ ମାନଙ୍କ ଉପରେ ଯୌତୁକ କେସ୍ ଅମକ ସମକ ଯେତେବେଳେ ରାଗିଯିବେ ନ ପାରିବେ ଲାଷ୍ଟ ଯୌତୁକ କେସ୍ ଗୋଟେ ଜିନିଷ ଶୁଣନ୍ତୁ, ଏବେ ପୁରୁଷ ମାନେ ଯୋଉ ଦାଦନ ଖଟୁଥିଲେ, ପୁରୁଷ ମାନଙ୍କର ଆଉ ନାରୀ ମାନଙ୍କ ଭିତରେ ଯୋଉ ସମ୍ପର୍କଟା 25 ବର୍ଷ କାଳ ଯୋଉ ଶାସନ ଚାଲିଲା, ନାରୀ ମାନେ ମିଟିଂ ଚାଲିଲେ, ରୋଷେଇ କଲେନି। ଯଦି ସେଥିରେ କିଏ ବିରୋଧ କଲା ଆମେ ରହିବୁନି, ଆମେ ଚାଲିଲୁ। 4 ଜାତିରେ ଥିଲେ, ଶଙ୍ଖିନୀ, ପଦ୍ମିନୀ, ଚିତିଣୀ, ଅର୍ଚିଣୀ, ନାରୀ 4 ଜାତି ଥିଲେ। ଏବେ କିଏ କାହା ଶାଶୁ ଶ୍ୱଶୁର ମରି ଯାଉଛି? ବୋହୂ ଆଣିଲି ବିଏ, ଛୁଆକୁ ଧରିବ କିଏ? ଶାଶୁ ଶ୍ୱଶୁର ଛୁଆଙ୍କୁ ଧରିଲେ, ଯଦି ନ ଧରିଲେ ଶାଶୁ ଶ୍ୱଶୁର ଖାଇବା ବିନା ମଲେ। ଆଜ୍ଞା, ଏଇଟା ଏବେ ଚାଲିଛି, ଏମିତି ଚାଲିବ, କେହି ସୁଧାରି ପାରିବେ। ଆଇନ ତାଙ୍କ ପାଇଁ ଅଛି, ଆଇନ ଅଛି, ମିଛ ଆଇନ, ଆଇନ ସଂସ୍କାର ମିଛ। ପୁରୁଷ ମାନଙ୍କ ପାଇଁ ଆଇନ ନାହିଁ, ଆଇନ କଣ ରହିବ? ପୁରୁଷ କମିଶନ ଏବେ ଦେଖନ୍ତୁ ଆଜ୍ଞା, ଗୋଟେ ସ୍ତ୍ରୀ ଲୋକ ଯଦି ମିଛ କହିବ ସେଇଟା ସତ ହବ, କିନ୍ତୁ ଗୋଟେ ପୁରୁଷ ସତ କହିଲେ କେବେ ସତ ହବନି। ସାଧାରଣ କଥା, ଗୋଟେ ଗାଡିରେ କିଏ ଯାଉ, ଯଦି ତମେ ଟଙ୍କା ଆଠଣା ଅଧିକା ରଖିଦେଲେ ସେ ମତେ ବ୍ୟବହାର ଖରାପ କଲା, ଏଇଟା କଣ ଅଧିକ କଥା? ତେଣୁ ନାରୀଙ୍କ କଥା ସତ୍ୟ, ପୁରୁଷଙ୍କ କଥା ମିଛ। ମିଛ କହିଲେ ବି ସତ ପ୍ରମାଣ ହେଇଯିବ, ସତ କିଛି ନାହିଁ। ବାଙ୍ଗଲୋରରେ ଗୋଟେ ଲୋକ ବି ମରିଗଲା। ଆଜ୍ଞା, ନା ମୁଁ ଟିକେ ଆଭାସ ପାଇଥିଲି। କେତେ କଣ କୋଟିଏ ଟଙ୍କା ଦରମା, ଆଜ୍ଞା, ଏତେ ମାନସିକ ଚାପ ସ୍ତ୍ରୀ ପକେଇଲା। ଆଜ୍ଞା, ସେ ତାର ଠିକ ଜିନିଷଟା ଦେଇପାରୁନଥିବ, ସେ ଯେତେବେଳେ ମାଗୁଥିବ ଯୋଗେଇ ନଥିବ, ତେଣୁ ମାନସିକ ଚାପ ପଡିବାରେ ବାଧ୍ୟ। ଯିଏ ଦାଦନ ଖଟି ମେହନତ କରୁଥିବ, ସେ ତା ମେହନତ ପଇସା ଯେତିକି ୟୁଟିଲାଇଜ କରିବ। କିନ୍ତୁ ଯଦି ଅଧିକା ଆସିବ, କର୍ମ ଅଧିକ ଚୋର ଭାଇ ଚୋର ସମାନ ଦଣ୍ଡ ପାଇ। ଶୁଣନ୍ତୁ, ଯଦି ଠିକ ଆଇନ ଚାଲିବ, ଆଇନ ଠିକ ନାହିଁ, ଗଣତନ୍ତ୍ର ଶାସନ ଠିକ, କିନ୍ତୁ ଆଇନ ଠିକ ନାହିଁ। ଆଗକୁ କଣ ହବ ଦେଖାଯିବ। ଶୁଣନ୍ତୁ, ଯଦି ଠିକ ଜିନିଷ ଠିକ ପ୍ରମାଣରେ ଚାଲନ୍ତା ଯାହା ହନ୍ତା, କିନ୍ତୁ ସେଠି ପ୍ରମାଣ ମିଳୁନି। କିଏ ଯୌତୁକ ନିର୍ଯାତନରେ, କିଏ ଅର୍ଥ ଅଭାବରେ ଏ ବାବଦରେ ଛାଡି ଯାଉଛନ୍ତି। ଶୁଣନ୍ତୁ, ଅହୈତୁକ ପରିବାର ଦର କମିବାର ଯୋଉ କଥା କହିଲେ, ଏ ପର୍ଯ୍ୟନ୍ତ ବି ଲୋକଙ୍କର ଚେତନା ପଶିଲାନି କି? ଏବେ ଦେଖନ୍ତୁ, ଚାଷୀ ଏବେ କୋବି କି 40-50 ଟଙ୍କା ବିକ୍ରି ହଉଥିଲା, ଏବେ 15 ଟଙ୍କା ମିଳିଲା କେମିତି? ଲୋକ ଚାଷରେ ମନ ଦେଲେ। ବାଇଗଣ କିଲୋ 60 ଥିଲା, ଏବେ 40 ହେଲା, କେମିତି ହେଲା? ଯେପର୍ଯ୍ୟନ୍ତ ବାଇଗଣ ଏବେ 40 ଟଙ୍କା ଅଛି, ହେଇଯିବ 20 ଆସିଗଲାଣି, ହେଇଯିବ। ତେଣୁ ସରକାର କଣ କରିବେ? ସରକାର କଣ ଯାଇକି ବାଇଗଣ ରୋଇବେ ନା ଭେଣ୍ଡି ରୋଇବେ? ଆମେ ଯଦି ସବୁ କରିବା, ତାହେଲେ ସବୁ ରେଟ୍ ସୁବିଧା ହବ। ଆମେ ଯଦି ନିଜକୁ ସଚେତନ ରଖିବା, ସବୁ ଯାକ ସମାନ ହବ। କିନ୍ତୁ ଆମେ ବହୁତ ଜାଗାରେ ଶୁଣିବାକୁ ମିଳୁଛି, ନବୀନ ବାବୁ ଯୋଉ ପରମ୍ପରା ଆପଣେଇଥିଲେ, ବର୍ତ୍ତମାନ ମୋହନ ବାବୁ ସେଇଆ କରୁଛନ୍ତି। ନାଇଁ, ସେଇଟା ଦୋଷର କଥା। ମୋହନ ବାବୁଙ୍କ କଥା, ନବୀନ ବାବୁଙ୍କ କଥା ଏଥିରେ ଉଠେଇଲେ, ମୋହନ ବାବୁ ତାଙ୍କ ନିଜ ବୁଝିରେ ଚାଲୁଥିଲେ। ନବୀନ ବାବୁ ପର କିଛି ଆଣି ଚାଲୁଥିଲେ, ତେଲେଙ୍ଗା ବୁଟି ଆଣି ଚାଲୁଥିଲେ। କିନ୍ତୁ ମୋହନ ମାଝୀ ସେ ସମସ୍ତେ କହିଲେ ମୁଣ୍ଡା, କିନ୍ତୁ ଏବେ ଯୋଉ ଦେଲା ନିଯୁକ୍ତି, 25 ବର୍ଷ କାଳ କାହିଁ ନିଯୁକ୍ତି ଦେଇପାରୁନଥିଲେ? ନାଇଁ, ମୋ କହିବା କଥା, 25 ବର୍ଷ ଭିତରେ ଯୋଉ ଅଙ୍ଗନବାଡି ୱାର୍କର ଖଟା ହଉଥିଲା 7,000-6,000, ଏକକାଳୀନ କେମିତି ସେ ନିଯୁକ୍ତି ପାଇଲେ? ସେ ନିଯୁକ୍ତି 25 ବର୍ଷ ଦିଆହଉନଥିଲା କାହିଁକି? ଏବେ ସବୁ ଜିନିଷ ଚାଲିଲା। ଏବେ ଯୋଉ ରିକର୍ସନ ଗାଡି କରୁଥିଲେ, ସେ ପଇସାକୁ ବାକି ପକଉଥିଲେ, ଏବେ କେମିତି ଚାଲିଲା? ସମସ୍ତଙ୍କୁ ସବୁ ସୁବିଧା ଦିଆହେଲା, ଗାଡି ବାଲା ପାଇଁ କଣ ସୁବିଧା ହେଇଛି ଏପର୍ଯ୍ୟନ୍ତ? ଆନ୍ଦୋଳନ କରୁଛୁ, ଆନ୍ଦୋଳନ ମିଳିଲା କଣ?